ସକ୍ରିୟ ହେଲା ଘୂର୍ଣ୍ଣିବଳୟ। 11ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା। 15 ଜିଲ୍ଲାକୁ ଆଲର୍ଟ କଲା। ପାଣିପାଗ ଏବେଠାରୁ ରୂପ ବଦଳାଇବାର ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ 41ରୁ 84 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିବା ବେଳେ ଆଜି ଅନେକ ଜିଲ୍ଲା ପାଇଁ ପ୍ରବଳ ଝଡ଼ ବର୍ଷାର ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗରେ ପୂର୍ବାନୁମାନ ଅନୁଯାୟୀ ବାତ୍ୟା ସଦୃଶ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଯୋଗୁଁ ଜୁନ୍ 11ରୁ 15 ତାରିଖରେ ସମଗ୍ର ରାଜ୍ୟରେ ଘଣ୍ଟାପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ ପ୍ରାକ୍ ମୌସୁମୀ ବର୍ଷା ଏବଂ ବଜ୍ରପାତ ହେବ। ଏହାର ପ୍ରଭାବ ବର୍ତ୍ତମାନଠାରୁ ହିଁ ଆରମ୍ଭ ଦେଖିବାକୁ ମିଳିଲାଣି ଏବଂ ୟୁପିର ଅନେକ ଜିଲ୍ଲାରେ ଭାରୀ ବର୍ଷା ହେବା ସହ ନେଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉନ୍ନାଓ, ଲକ୍ଷ୍ନୌ ଏବଂ ହରଦ୍ୱାର ଜିଲ୍ଲାରେ ଘଣ୍ଟାପ୍ରତି 60ରୁ 70 କିଲୋମିଟର ବେଗରେ ଏବଂ କେତେକ ସ୍ଥାନରେ 80 କିଲୋମିଟର ବେଗରେ ପ୍ରବଳ ବର୍ଷା ସହ ଝଡ଼ ହେବାର ଆଶଙ୍କା ରହିଛି। 11 ଜୁନରେ ପାଣିପାଗ ବିଭାଗ ସମଗ୍ର ରାଜ୍ୟ ପାଇଁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି। 11 ଏବଂ 12 ଜୁନରେ ଘଣ୍ଟାପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ ମୂଷଳଧାରାର ବର୍ଷା ହେବ। ଏହା ଫଳରେ ତାପମାତ୍ରା 43 ଡିଗ୍ରୀରୁ ହ୍ରାସ ପାଇ ସିଧା 35ରୁ 36 ଡିଗ୍ରୀ ସେଲସିୟସକୁ ଚାଲି ଆସିବ। ଉତ୍ତର ହରିୟାଣା ଏବଂ ପାଓ୍ବା ଉତ୍ତର ପୂର୍ବ ପ୍ରଦେଶ ଆକାଶରେ ସମୁଦ୍ର ପତନରୁ 1.5 କିଲୋମିଟର ଉପରେ ଏକ ଚକ୍ରବାତ ବାୟୁମଣ୍ଡଳୀୟ କ୍ଷେତ୍ର ସକ୍ରିୟ ହୋଇଛି। ପୂର୍ବ ଉତ୍ତର ପ୍ରଦେଶରୁ ଆରମ୍ଭ କରି ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଲଘୁଚାପ ରେଖା ଗତି କରୁଛି, ଯାହା ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ଟାଣୁଛି।